ଆଇ ମା ମୋତେ ଆଜି ଗୋଟେ ଗପ କୁହ। ଶୁଣିବୁ? ଶୁଣ ରାମୁ। ଗୋଟିଏ ସୁନ୍ଦର ଗାଁ ଥିଲା। ସେ ଗାଁର ନାଁ ହେଲା ଭୁବନ। ଆଉ ସେ ଭୁବନ ଗାଁରେ ଗୋଟେ ସୁନ୍ଦର ପୋଖରୀଟିଏ ଥିଲା। ଆଉ ସେଇ ପୋଖରୀର ପାଣି ବି ଭାରି ମିଠା। ଗୋଟିଏ ବଗ ସବୁଦିନ ସକାଳୁ ଆସି ସେଇ ପୋଖରୀ କୂଳେ କୂଳେ ବୁଲି ଛୋଟ ଛୋଟ ମାଛ ଖାଏ। ସେଇ ପୋଖରୀକୁ ଲାଗି ଏକ ବଡ଼ ବରଗଛ ଥିଲା। ସେଇ ବରଗଛ ଉପରେ ଆସି ଏକ ଚିଲ ବସା କଲା। ଦିନେ ସେ ଚିଲକୁ ବହୁତ ଶୋଷ ଲାଗିଲା। ତେଣୁ ସେ ଯାଇ ପଦ୍ମ ପୋଖରୀରୁ ପାଣି ପିଇଲା। ଭାବିଲା, ଏହି ପୋଖରୀର ପାଣି ଯଦି ଏତେ ମିଠା, ତାହେଲେ ଏହି ପୋଖରୀର ମାଛ ଗୁଡ଼ାକ କେତେ ମିଠା ହୋଇନଥିବେ। ଏକଥା ଭାବି ସେ ଚିଲ ପାଟିରୁ ଖାଲି ଲାଳ ଗଡ଼ିଲା। ଏଣେ ତା ମନକୁ ବି ପାପ ଛୁଇଁଲା। ଚିଲ ଯାଇ ସେ ପୋଖରୀ ହୁଡ଼ାରେ ପହଞ୍ଚିଗଲା। ଚିଲକୁ ଦେଖି ବଗ ହଠାତ୍ ରାଗିଲା। ବଗ କହିଲା, ତୁ କିଏ? ତତେ ଏଠିକି ଆସିବାକୁ କିଏ ଅନୁମତି ଦେଲା? ଏ ପୋଖରୀରୁ ତ କେବଳ ମୁଁ ହିଁ ମାଛ ଧରେ। ଯା, ପଳା ଏଠୁ। ଯେତେ ଶୀଘ୍ର ପାରୁଛୁ ଏ ବରଗଛ ଛାଡ଼ି ଚାଲିଯା। ତହୁଁ ସେ ଚିଲ କହିଲା, ବଗ ଭାଇ, ତୁମେ ଜମାରୁ ବ୍ୟସ୍ତ ହୁଅନି। ମୁଁ ତୁମର ଜଣେ ସଚ୍ଚା ମିତ୍ର ଓ ସହଯୋଗୀ। ଆଜିଠାରୁ ତୁମେ ଆଉ ମୁଁ ଏହି ବରଗଛରେ ରହିବା। ଏ ସଂସାରରେ ମୋର ଆଉ କେହି ନାହାନ୍ତି, ତୁମର ବି କେହି ନାହାନ୍ତି। ତାପରେ ସେ ବଗ ଚିଲର ମିଠା ମିଠା କଥା ଶୁଣି ଭାସିଗଲା। ଏଥୁ ଅନ୍ତେ ସେ ଦୁହେଁ ପଦ୍ମ ପୋଖରୀକୁ ଲାଗି ରହିଥିବା ବରଗଛରେ ବସା ବାନ୍ଧି ରହିଲେ। ବଗ ତ ସବୁଦିନ ସକାଳୁ ସକାଳୁ ମାଛ ଖାଇବା ପାଇଁ ପୋଖରୀକୁ ଯାଏ। ମାତ୍ର ଚିଲ ସେମିତି ସେ ବରଗଛରେ ହିଁ ବସି ରହେ। କୁଆଡ଼େ ବି ସେ ଯାଏ ନାହିଁ। ଏହିପରି 2 ଦିନ 3 ଦିନ ବିତିଗଲା। ତେଣୁ ସେ ଚିଲର ଦେହ ଭୀଷଣ ଖରାପ ହେବାକୁ ଲାଗିଲା। ତେଣୁ ସେ ବି 2 ଦିନ ଭୋକ ଶୋଷରେ ଛଟପଟ ହେଲା। ଏସବୁ ଦେଖି ବଗ କହିଲା, ମିତ୍ର, ତୁମର କ'ଣ ହେଇଛି? କାହିଁ କିଛି ତ ଖାଉନାହଁ କି ପିଉନାହଁ? ଏପରି ରହିଲେ ତ ତୁମର ଦେହ ଅଧିକ ଖରାପ ହୋଇଯିବ। ତହୁଁ ଏକଥା ଶୁଣି ଚିଲ କହିଲା, ଇଏ ତ ନୂଆ ଜାଗା, ମୁଁ କୁଆଡ଼େ ଯିବି? ବଗ ଏକଥା ଶୁଣି କହିଲା, ଭଲ କଥା ତ, ମୁଁ ପରା ତୁମ ମିତ୍ର। ତୁମକୁ ଏପରି ଭୋକ ଶୋଷରେ ଛାଡ଼ି ମୁଁ କ'ଣ କେବେ ଖାଇପାରିବି ନା ଶାନ୍ତିରେ ରହିପାରିବି? କାଲିଠାରୁ ତୁମେ ମୋ ସହିତ ପଦ୍ମ ପୋଖରୀକୁ ଯିବ। ସେଠାରେ ହିଁ ମୁଁ ତୁମକୁ ମାଛ ଖୁଆଇବି। ତାହେଲେ ଯାଇ ତୁମକୁ ଆଉ ଖାଦ୍ୟ ଖୋଜିବାକୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ବଗର ଏପରି କଥା ଶୁଣି ଚିଲ ମନ ଅତ୍ୟନ୍ତ କୁଣ୍ଢମୁଣ୍ଢ ହୋଇଗଲା। କାହିଁକିନା ଚିଲ ବସାଇଥିବା ଫନ୍ଦିରେ ବଗ ଫସିଗଲା। ଚିଲକୁ ମଧ୍ୟ ଭଲ ମଉକା ହେଇଗଲା। ଚିଲ ତା ହିସାବରେ ମଜା କରିବ। ଦିନେ ବଗ ଚିଲକୁ କହିଲା, ମିତ୍ର, ସବୁଦିନ ତ ମୁଁ ଏଇ ଛୋଟ ଛୋଟ ମାଛ ଖାଉଛି, ହେଲେ ମୋର ପେଟ ଟିକିଏ ବି ପୁରୁନାହିଁ। ସନ୍ଧ୍ୟା ହେଲେ ପୁଣି ଭୋକ ଲାଗୁଛି। କ'ଣ କରିବି ମୁଁ କିଛି ଜାଣିପାରୁନି। ଏକଥା ଶୁଣି ସେ ବଗ କହିଲା, ଜମାରୁ ବ୍ୟସ୍ତ ହୁଅନି। କାଲିଠାରୁ ତୁମେ ବଡ଼ ବଡ଼ ମାଛ ଖାଇବ ଓ ବସାକୁ ଫେରିବା ସମୟରେ ହେଲେ ଆଉ କିଛି ମାଛ ବସାକୁ ନେଇ ଆସିବ। ସନ୍ଧ୍ୟା ହେଲେ ତାକୁ ତୁମେ ପୁଣି ଖାଇବ। ତାହେଲେ ଯାଇ ରାତିରେ ଆଉ ଭୋକ କରିବନି। ତାପରେ ଚିଲ ସେ ପୋଖରୀରୁ ବଡ଼ ବଡ଼ ରୋହି ମାଛ ଧରିଲା। ତେଣୁ ଦିନକୁ ଦିନ ରୋହି ମାଛଙ୍କ ସଂଖ୍ୟା ପୋଖରୀରୁ କମିବାକୁ ଲାଗିଲା। ଚିଲ ତ ଏଭଳି ମିଠା ମିଠା ରୋହି ମାଛ ଆଗକୁ କେବେ ବି ଖାଇନଥିଲା। ତେଣୁ ରୋହି ମାଛମାନଙ୍କର ମନ ଖୁବ୍ ଉଦାସ। ତା ଛଡ଼ା ସେ ବି ଜାଣିପାରିଲେ ଯେ ଏ ପୋଖରୀରୁ ଚିଲ ସବୁ ରୋହି ମାଛ ଖାଇ ତାଙ୍କର ବଂଶ ବୁଡ଼ାଇ ଦେବ। ତେଣୁ ସେ ରୋହି ମାଛମାନେ ତାଙ୍କର ମୁଖିଆଙ୍କୁ ଏସବୁ କଥା ଯାଇ କହିଲେ। ତାପରେ ସେ ମୁଖିଆ ରୋହି ମାଛ ଏକଥା ତାହାର ସାଙ୍ଗ ରାମଲେଖିନ କଙ୍କଡ଼ାକୁ କହିଲା। ସେ କଙ୍କଡ଼ା ଭାରି ବୁଦ୍ଧିମାନ, ଭାରି ଚତୁର ଥିଲା। ପାଣିରେ ରହୁଥିବା ସମସ୍ତ ପ୍ରାଣୀଙ୍କୁ କଙ୍କଡ଼ା ସଭା ଡକେଇଲା। ଏ ବଗଟା ତ ବହୁତ ସରଳ ବିଶ୍ୱାସୀ, କିନ୍ତୁ ଏ ଚିଲ ବୋଲରେ ପଡ଼ି ସେ ବଗ ବି ନଷ୍ଟ ହୋଇଯାଇଛି। ଆସ୍ତେ ଆସ୍ତେ ଏ ଚିଲ ପୋଖରୀରୁ ସବୁ ମାଛ ଖାଇବାରେ ଲାଗିଛି। ଆଉ କେତେ ଦିନ ପରେ ରୋହି ବଂଶ ଶେଷ ହୋଇଯିବ। ସେ ଦୁଷ୍ଟ ଚିଲ ତା କାର୍ଯ୍ୟରେ ସଫଳ ହେବା ପୂର୍ବରୁ ଆମେ ତାକୁ ଉଚିତ ଦଣ୍ଡ ଦେବା ଦରକାର। ତହୁଁ ସବୁ ଜଳଚର ପ୍ରାଣୀ କହିଲେ, କ'ଣ କରିବାକୁ ହେବ? ଆମ୍ଭମାନଙ୍କୁ କୁହ, ଖାଲି ଥରେ କୁହ, ଆମେ ସବୁ କରିବୁ। ଏକଥା ଶୁଣି ସେ କଙ୍କଡ଼ା କହିଲା, କୌଣସି ମାଛ ଆଉ ପୋଖରୀ କୂଳକୁ ମୋଟେ ବି ଯିବେ ନାହିଁ। ଫଳରେ ସେ ବଗ ଆଉ କେବେ ବି ମାଛ ଖାଇପାରିବନି। ଭୋକରେ ଆଉଟୁ ପାଉଟୁ ହେଲେ ଖାଇବା ପାଇଁ ବଗ ଶେଷରେ ଚିଲ ଉପରେ ନିର୍ଭର କରିବ।
ତାପରେ ଦେଖିବା ମଜା। ତାପରେ ଦିନେ ସକାଳୁ ବଗ ସେ ପୋଖରୀ କୂଳେ ବସି ହେଲେ ଗୋଟିଏ ମାଛ ହେଲେ ଖାଇବାକୁ ପାଏ ନାହିଁ। ବଗ ଯେମିତି ସେ ପୋଖରୀ ଭିତରକୁ ପଶିଛି ସବୁ ମାଛ ପଦ୍ମ ତଳେ ଲୁଚିଗଲେ। ଏଇ ମଉକାରେ କଙ୍କଡ଼ା ବଗର ବେକକୁ କାମୁଡ଼ି ଧରିଲା। ତାପରେ କଙ୍କଡ଼ା ସେ ବଗକୁ ପାଣି ଭିତରକୁ ଟାଣି ନେଲା। ତା ଗୋଡ଼ରେ ବଗର ବେକକୁ ଚିପି ଧରିଲା। ଫଳସ୍ୱରୂପ କିଛି ସମୟ ପରେ ବଗର ମୃତ୍ୟୁ ହୋଇଗଲା। ଏହିପରି ସେ ବଗ ତା କଲା କର୍ମର ଫଳ ପାଇଲା। ଏହାପରେ ଆସିଲା ଚିଲର ପାଳି। ଦୁଷ୍ଟ ଚିଲ ବଗର ମରିଯିବା ଖୁସି ଶୁଣି ଅତ୍ୟନ୍ତ ଖୁସି ହୋଇ ଉଠିଲା, କାହିଁକିନା ସେ ଜାଣିଥିଲା ଯେ ବଗ କେବଳ ଏ ପୋଖରୀରୁ ମାଛ ଖାଏ। ବଗ ଗଲେ ହେରି ରାସ୍ତାରୁ ତାର ଗୋଟେ କଣ୍ଟା ଗଲା। ରାମଲେଖିନ କଙ୍କଡ଼ା କହିଲା, ରେ ବିଛା ଭାଇ, ଯେତେବେଳେ ସେ ଚିଲ ଆସିବ ତୁ ତା ଗୋଡ଼କୁ ଚାପି ଧରିବୁ ଆଉ ମୁଁ ତା ବେକକୁ। ବିଛା ତା ଗୋଡ଼କୁ ଚାପି ଧରିଲା ଓ କଙ୍କଡ଼ା ତା ବେକକୁ ଚାପି ଧରି ଛିଣ୍ଡେଇ ଦେଲା। ଶେଷରେ ସେ ଦୁଷ୍ଟ ଚିଲର ମୃତ୍ୟୁ ହୋଇଗଲା। ସେହିଦିନ ଠାରୁ ସମସ୍ତ ମାଛ ପରିବାର ଖୁବ୍ ଶାନ୍ତିରେ ପୋଖରୀରେ ରହିଲେ। କିଛି ଦିନ ପରେ ପୁଣି ରୋହି ବଂଶ ବଢ଼ି ଉଠିଲା। ତାପରେ ସମସ୍ତେ ସେ ଚତୁର କଙ୍କଡ଼ାକୁ ଧନ୍ୟବାଦ ଦେଲେ। ମୁଖିଆ ରୋହି ମାଛ ବି ସେ ଚତୁର କଙ୍କଡ଼ାକୁ ତାର ବୁଦ୍ଧିର ପ୍ରଶଂସା କଲା। ଯଦି ଆମ ଗପଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ କରିବେ, କମେଣ୍ଟ କରିବେ ଓ ସେୟାର କରିବେ।